ଆରେ ପଲ୍ଟୁ ଜଲ୍ଦି ବାହାର, ଆମେ ପରା ବ୍ୟାଟେରୀ ବାଲା ସ୍କୁଟି ଆଣିବାକୁ ଯିବା। ହଁ ହଁ ଯାଉଛି ଯାଉଛି। ଆଜି ମୋତେ ବହୁତ ଖୁସି ଲାଗୁଛି। ଆଜି ଆମେ ବ୍ୟାଟେରୀ ବାଲା ସ୍କୁଟି ଆଣିବା ପାଇଁ ଯିବା। ହଁ ଆଉ ଡେରି କରନି, ଚାଲ ଜଲ୍ଦି ଯିବା। ପଲ୍ଟୁ ରହ ରହ, ଆମେ ତ ସ୍କୁଟି ଶୋରୁମ୍ ପହଞ୍ଚିଗଲେ। ଆସନ୍ତୁ ଆସନ୍ତୁ, କ'ଣ ନେବେ କୁହନ୍ତୁ। ଆପଣଙ୍କ ଏଠି କ'ଣ ବିକ୍ରି ହୁଏ କି? ଏଠି ବ୍ୟାଟେରୀ ବାଲା ସ୍କୁଟି ଆଉ ବ୍ୟାଟେରୀ ବାଲା ବାଇକ୍ ବିକ୍ରି ହୁଏ। ଆଉ ତାହେଲେ ପଚାରୁଛ କ'ଣ ପାଇଁ କ'ଣ ନେବ ବୋଲି? ସରି, ବ୍ୟାଟେରୀ ବାଲା ବାଇକ୍ ନେବେ ନା ବ୍ୟାଟେରୀ ବାଲା ସ୍କୁଟି ନେବେ? ଆମକୁ ଭଲ କମ୍ପାନୀର ବ୍ୟାଟେରୀ ବାଲା ସ୍କୁଟି ଦେଖାଅ। ଏଇଟା ଦେଖନ୍ତୁ, ଏଇଟା ଥରେ ଚାର୍ଜ କଲେ 100 କିଲୋମିଟର ଯିବ। ଆଉ ଏଇଟା ଦେଖନ୍ତୁ, ଏଇଟା ଥରେ ଚାର୍ଜ କଲେ 200 କିଲୋମିଟର ଯିବ। ପଲ୍ଟୁ ଦେଖ, ଆଉ କେଉଁଟା ନେବା କହ। ପଲ୍ଟୁ ଏଇଟା ଭଲ ଲାଗୁଛି, ଏଇଟାକୁ ନେବା। ଏ ତାର ଦାମ କେତେ? ଏଇ ତାର ଦାମ 60,000 ଟଙ୍କା, କିନ୍ତୁ 20,000 ଟଙ୍କା ଡିସ୍କାଉଣ୍ଟ ଅଛି। ଆମେ ଏଇ ସ୍କୁଟିଟା ନେବୁ। ଆରେ ଅଲ୍ଟୁ, ଆମେ ତ ଏଇ ସ୍କୁଟିଟା କିଣିକି ନେଉଛେ, କିନ୍ତୁ ଏଇ ସ୍କୁଟିଟା ଆମେ କେଉଁଠି ଚାର୍ଜ କରିବା? ଆରେ ତୁ ସେସବୁ କଥା ଚିନ୍ତା କରନି, ମୁଁ ଅଛି ପରା। ଅଲ୍ଟୁ ବସ୍। ଆରେ ମୂର୍ଖ, ସେଠି ନାହିଁ, ସ୍କୁଟିରେ ବସ୍। ଆରେ ପଲ୍ଟୁ, ଏଇ ସ୍କୁଟିଟା କେତେ ପଡ଼ିଲା? 60,000 ଟଙ୍କା ବାଘ ମାମୁଁ। କିନ୍ତୁ ତମେ ଏତେ ପଇସା କେଉଁଠୁ ଆଣିଲ? ବାଘ ମାମୁଁ, ତମେ ସେସବୁ କଥା କିଛି ଚିନ୍ତା କରନି, ତମେ ଖାଲି ମିଠା ଖାଅ। ପଲ୍ଟୁ, ବାଘ ମାମୁଁକୁ ଡିସ୍କାଉଣ୍ଟ କଥା କହିଲୁନି ଯେ? ଆରେ ଆମେ ଯଦି ଡିସ୍କାଉଣ୍ଟ କଥା କହିଦେବା, ତାହେଲେ ଆମର ଭ୍ୟାଲୁ ରହିବ ନାହିଁ ଯେ। ଠିକ୍ କଥା। ଆରେ ଏବେ ଚାଲ ଆମେ ସ୍କୁଟିରେ କୁଆଡ଼ୁ ଟିକେ ବୁଲି ଆସିବା। ହଉ ଚାଲ। ଆରେ ଆମ ସ୍କୁଟିରେ ତ ବ୍ୟାଟେରୀ ଚାର୍ଜ ସରିଗଲାଣି। ଏବେ ଆମେ କ'ଣ କରିବା? ଆମେ କେଉଁଠି ଚାର୍ଜ ବସାଇବା? ଆରେ ତୁ ଜମା ଚିନ୍ତା କରନି, ରାତି ହେଲେ ମୋତେ କହିବୁ, ମୁଁ ଚାର୍ଜ କରିବାର ସବୁ ବ୍ୟବସ୍ଥା କରିଦେବି। ଗରମ ଦିନରେ ଟିଭି ଦେଖିବାର ମଜା ଅଲଗା। ଆଜି ତ ମୁଁ ରାତି ସାରା ଟିଭି ଦେଖିବି। ଆରେ ପଲ୍ଟୁ ଉଠ, ଅନ୍ଧାର ହେଇଗଲାଣି, ସ୍କୁଟି ଚାର୍ଜ କରିବା ପରା। ଆରେ ହଁ, ଚାଲ।
ଅଲ୍ଟୁ ଭଲ କି ନହେଲେ କରେଣ୍ଟ ମାରିବ କି? ଆରେ ଆରେ ଲାଇନ୍ କ'ଣ କଟିଗଲା? ଏଇ ଲାଇନ୍ ବାଲାକୁ ଆଉ ପାରି ହେବନି। ରାତି ହେଲେ ହିଁ ଲାଇନ୍ କାଟି ଦେଉଛି। ଆରେ ଏଇ ପ୍ରବଳ ଗରମରେ କ'ଣ ଲାଇନ୍ଟା କଟିଗଲା? ଏଇ ଇଲେକ୍ଟ୍ରି ବାଲା କୋଉଠି ମାଡ଼ ଖାଇବ? ଏଇ ପ୍ରବଳ ଗରମରେ ବି ଲାଇନ୍ କାଟି ଦଉଛି। ଆରେ ଅଲ୍ଟୁ କେତେ ପରସେଣ୍ଟ ଚାର୍ଜ ହେଲାଣି ଦେଖ। ପଲ୍ଟୁ 100% ହେଇଗଲା। ଏବେ ଓହ୍ଲେଇ ଆଏ। ଆରେ ବାଃ, ଆଜିର ତ ଚାର୍ଜ ବ୍ୟବସ୍ଥା ହେଇଗଲା। ସ୍କୁଟିକୁ ନେଇକି ଘରକୁ ପଳେଇବା ଚାଲ, ଆଉ କାଲି ଦିନ ସାରା ବୁଲିବା। ଆରେ ମାଙ୍କଡ଼, କ'ଣ ତୁ ଦିନ ବେଳଟାରେ ଶୋଇଛୁ? ଆରେ ପଲ୍ଟୁ ଭାଇ, କାଲି ରାତି ଲାଇନ୍ଟା କଟିଗଲା। ସେଥିପାଇଁ ମୁଁ ଗରମରେ ଶୋଇପାରିଲିନି। ସେଥିପାଇଁ ବହୁତ ନିଦ ଲାଗୁଛି। ଓ ଆଚ୍ଛା ଆଚ୍ଛା, ଶୁ ଶୁ। ଆରେ ବାଘ ମାମୁଁ, ତମେ କ'ଣ ଏଇଠି ପଡ଼ିଗଲ? ଆରେ ମୋତେ ବହୁତ ନିଦ ଲାଗୁଛି। କାଲି ରାତି ସାରା ମୁଁ ଶୋଇନି। କିନ୍ତୁ କ'ଣ ପାଇଁ ତମେ ଶୋଇନ? ଆରେ ଏଇ ବଦମାସ ଲାଇନ୍ ବାଲାଟା ରାତିରେ ଲାଇନ୍ କାଟିଦେଲା। ସେଥିପାଇଁ ମୁଁ ଗରମରେ ଶୋଇପାରିଲିନି। ହଁ ବାଘ ମାମୁଁ, ତମେ ଏବେ ଯାଅ। ଆଜି ରାତିରେ ଭଲ କି ଶୋଇବ। ଆରେ ପଲ୍ଟୁ, କାଲି ରାତିରେ ଆମ ଯୋଗୁଁ ଲାଇନ୍ କଟିଗଲା। ଆଉ ଏମାନେ ସବୁ ଗରମରେ ଶୋଇପାରିଲେନି। ଆଜି ରାତି ବି ସେମିତି କରିବା। ବଗ ଭାଇ, ଆମେ ତ ସାପକୁ ମାରିଦେଲେ। ଚାଲ ଏବେ। ଆରେ ରାତି ତ ହେଇଗଲା। ଚାଲ ସ୍କୁଟିଟା ନେଇକି ସେଇଠି ଚାର୍ଜ କରିବା। ହଉ ହଉ ଚାଲ। ଆଜିର ତ ଖାଦ୍ୟ ହେଇଗଲା। ଚାଲ ଏବେ ଆମେ ଏଇ ଗଛଟା। ଆରେ ଆରେ, ଆଜି ବି କ'ଣ ଲାଇନ୍ଟା କଟିଗଲା? ସବୁଦିନେ କ'ଣ ରାତିରେ ଲାଇନ୍ କଟି ଯାଉଛି? ସବୁଦିନେ କ'ଣ ହେଉଛି? ମୁଁ ଯାଇକି ବାହାରେ ଦେଖେ। ଆଚ୍ଛା, ଏଇଥିପାଇଁ ସବୁଦିନେ ରାତିରେ ଲାଇନ୍ କଟୁଛି। ମୁଁ ଯାଉଛି ଏସବୁ କଥା ବାଘ ମାମୁଁକୁ କହିବି। ବାଘ ମାମୁଁ, ବାଘ ମାମୁଁ। ଆରେ ମାଙ୍କଡ଼, ଏଇ ଗରମରେ ମୋ ମୁଣ୍ଡ ଗରମ ହେଇଗଲାଣି। ତୁ ମୋତେ ଡାକନି। ବାଘ ମାମୁଁ, ସବୁଦିନେ ରାତିରେ ଲାଇନ୍ କ'ଣ ପାଇଁ କଟୁଛି ମୁଁ ଜାଣିଗଲି। କହ, କ'ଣ ପାଇଁ କଟୁଛି? ବାଘ ମାମୁଁ ଶୁଣ। ଏଇ ଦୁଷ୍ଟ ଶିଆଳ ଦିଟା ପାଇଁ ଆମେ ସବୁଦିନେ ଗରମରେ ଶୋଉଛେ। ଆଜି ଏଇ ଦୁଷ୍ଟ ଶିଆଳ ଦିଟାକୁ ଭଲ କି ମଜା ଚଖେଇବା। ମାଙ୍କଡ଼, ତୁ ଚାଲ ମୋ ସାଙ୍ଗରେ।
ଆରେ ପଲ୍ଟୁ ଦେଖିକି, ନହେଲେ କରେଣ୍ଟ ମାରିବତି। ବାଘ ମାମୁଁ ଦେଖ, ଲାଇନ ଚୋରି କରିକି ସ୍କୁଟି ଚାର୍ଜ କରୁଛନ୍ତି। ବାଘ ମାମୁଁ, ଏଇ ଲାଇନଟା ହାଇ ଭୋଲ୍ଟେଜ କରିଦିଅ, ତାପରେ ସେ 2 ଜଣ ଭଲ କି ମଜା ପାଇବେ। ଇ ବାବାରି! ହଁ, ଏବେ ଏଇ ଦୁଷ୍ଟ ଶିଆଳ ଦିଟା ଭଲ କି ମଜା ପାଇଛନ୍ତି।